ये कैमराटा भल आछे ना केते केते राजपुत्र माने परास्त होई बसी सारिबा परे ना तांकर केते এই জন্য তেজিয়ার যুবক কিবা আলোচনা করবাকে কথা ହେଉଛି সংস্কৃত মহাভারত নাই নাই কোন নাই পান্ন যাত্রা তো তো হেপুর নাই যদি তম্ম ভিতর কথা তাহা যদি মো কান ন বাজে আরে মোলা না মো তো ভাবিলে মো কথা উত্তর দেবে নাই নাই মু কইছি সারা মহাভারত সংস্কৃত মহাভারত তবে বলো নাই নাই আরে যাও অশোক কথা তুমি সে কথা কইবো মো কইবা পান্ন যাত্রা তো নাই দে আরে পালা বছর তোমার সহায়তা করাছি থর হইগলা কালিয়া পাড়া কথা ଗୋଟେ ପ୍ରଶ୍ନ ପଚାରି ପାଅ ବଢିବ ବୋଲି আগে ପାଣିଟା ତ ପିଇ ଦେ ମୁଁ ସାରା ମହାଭାରତରେ ମତ ଅଛି ଯେ କର୍ଣ୍ଣ ବାଟେ ଜନ୍ମ ହୋଇବାରୁ ସଂସ୍କୃତ କବି ବ୍ୟାସଙ୍କର ମତଟି ଥିଲା ଅଲଗା ବ୍ୟାସ କଣ ମତ ରଖିଲେ କହିଲେ କାନିନ ସହରସ୍ଥ କନ୍ୟା ଯଶ ଜାୟନ୍ତେ ଅସାର ପିତରବତସ୍ୟ ଯେ ବ୍ରାହ୍ମଣ ଶାସ୍ତ୍ର ବିଦ୍ୱଜନା ତମ ଝାଞ୍ଜ ବୋଧେ ଭଲ ସାଉଣ୍ଡ ଅଛି ଆରେ ମୋ ଝାଞ୍ଜ ଟିକେ ପଛକୁ ରଖିଲି କହିଲି ଟିକେ ଲମ୍ବି ଯାଉ ମୁଁ ଜାଣିକି ଲମ୍ବେଇଛି କାନିନସ୍ୟ ସହରସ୍ୟ କନ୍ୟା ଯଶ ଜାୟନ୍ତେ ହେ ମା ମାନେ ଦୁନିଆରେ ସନ୍ତାନ ହେଉଛନ୍ତି ଦୁଇ ପ୍ରକାର ମା କାନିନ ସନ୍ତାନ ଏବଂ ସହର ସନ୍ତାନ ସାରେ ପାଣିଟା ପାଖରେ ଥିଲା କଣ ହେଲା କାନିନ ସନ୍ତାନ ଆଉ ସହର ସନ୍ତାନ ଯୋଉ କହିଲେ ଆମେ କେମିତି ସବୁ ଚିହ୍ନିବୁ କିଏ କୋଉ ସନ୍ତାନ ବୋଲି ଓ ବୁଝିପାରିଲନି ମତେ ବୁଝେଇବାକୁ ପଡିବ ନାଇଁ ପାଣି ଦିଆ ଦଉନ ମୁଁ ହଉଛି ତେବେ ଠିକ ଅଛି କାନିନ ସନ୍ତାନ କାହାକୁ କହିବା ଆଉ ସହର ସନ୍ତାନ କାହାକୁ କହିବା ପ୍ରଥମତଃ ଜାଣିବା କାନିନ ସନ୍ତାନ କିଏ ନା କୁମାରୀ ଅବସ୍ଥାରେ ସନ୍ତାନଟି ଗର୍ଭକୁ ଆସେ ଗର୍ଭକୁ ଆସିବ ସେଠି ବିବାହ କରିନଥିବ ତା ଗର୍ଭରେ ସନ୍ତାନ ସ୍ଥାନ ପାଇବନି ସେ କୁମାରୀ ଅବସ୍ଥାରେ ଯଦି ଗର୍ଭସ୍ଥ ସନ୍ତାନ ଜନ୍ମ ନିଏ ତେବେ ଜନ୍ମିତ ସନ୍ତାନକୁ କହିବା କାନିନ ସନ୍ତାନ ସନ୍ତାନ ତାପରେ ବୁଝିଗଲା ତ ସହର ସନ୍ତାନ ସହର ସନ୍ତାନ କାହାକୁ କହିବା ନା କୁମାରୀ ଅବସ୍ଥାରେ ସନ୍ତାନଟି ଗର୍ଭକୁ ଆସେ ହେଲେ ତାର ବିବାହ ପରେ ସନ୍ତାନଟା ଜନ୍ମ ବିବାହ ପୂର୍ବରୁ ଗର୍ଭକୁ ଆସିବ ବିବାହ ପରେ ସନ୍ତାନ ଜନ୍ମ ସେଭଳି ସନ୍ତାନକୁ କହିବା ସହର ସନ୍ତାନ ଯେମିତି ମୋ ଖୁଡି ପରି ଆଉ ଖୁଡି ପରି କଣ ସାରେ ଟିକେ ଶୁଣନ୍ତୁ ମୋ ଦାଦାଙ୍କର 6 ମାସ ହେଲା ବାହାଘର ହେଇଥିଲା 6 ମାସ ବାହାଘର ହେଇଛି ପୁଅଟି ହେଇଗଲା ଆମ ପିଣ୍ଡ ଆରେ ପୁଅଟି କିମ୍ବା ଝିଅଟି ହେବାକୁ ହେଲେ 10 ମାସ 10 ଦିନ ଆବଶ୍ୟକ ନାଇଁ ଆଜ୍ଞା 6 ମାସରେ ବାହାଘର ବାହାଘର 6 ମାସ କି ସିରିୟସ୍ କଥା କହିଲା ମୋ ଦାଦା ନାଁ ଲାଗି ରଖିବା ମୋ ଖୁଡି ଆଉ କହିଲା ହରେ ପୁଅଟି ହେଲାଣି ମୋର 6 ମାସ ବାହାଘର ହେଇଛି ନା ବାଜିବ ଖାଲି ଗଣ୍ଡଗୋଳ କଲା ଘରେ ଗଣ୍ଡଗୋଳ କଲା ଘରେ ରହିଲାନି ଦାଦା ଖାଲି ଭଗତର ଶୋଇଲା ମୁଁ ତ ପାଲାରେ ବୁଲୁଛି ଖଡ ଖଡ ମୁଁ ପାଲାରେ ବୁଲୁଛି ମୁଁ ତ ଘରେ ରହୁନି ମୁଁ ବୋଉ ଫୋନ କରି କହିଲା କହିଲା ପୁଅରେ ତୋ ଦାଦା ତୋ ଖୁଡି ଆଉ ରଖୁଛୁ କହିଲି କାହିଁକି ନା ଖୁଡିର ଗୋଟେ ପୁଅଟି ହେଇଛି ଯାହା ମୁଁ ଭାଇ ହେଲା ତ ହେଲା ପାଲା ଶେଷ 3 ଦିନ ଅଛି ଶେଷ ହେଇଗଲା ପଳେଇ ଆସିଲି ଘରକୁ କହିଲି ଦାଦା କାହିଁକି ଘରେ କହିଲି କହିଲେ ନାଇଁ ଭଗତର ଶୋଇଛି ଦାଦା ଭଗତ କହିଲି ଦାଦା କଣ ଶୋଇଛ ନା ଘରକୁ ଯିବି ମୁଁ କହିଲି କାହିଁକି ନା ତୋ ଖୁଡିର ପୁଅଟି ହେଇଛି ମୁଁ କହିଲି ଦାଦା ଭଲ କଥା ଘର କଳି ଦାଣ୍ଡକୁ ନିଅ ନା ତମେ ଆଗ ପୁଅ ବାଘ ତମେ ରଖ ଆସ ବୁଝେଇବା ଭଲ ବୁଝେଇବେ ତାହେଲେ ଘର କଥା ଦାଣ୍ଡକୁ ନିଅନି ନ ହଉଛି ବୋଲି ସଂସ୍କୃତ ମହାଭାରତରେ ସଂସ୍କୃତ କବି ବ୍ୟାସଙ୍କର ମତ ସେଇ କର୍ଣ୍ଣ ଦିବ୍ୟ ତେଜବନ୍ତ ସୁନ୍ଦର ଚେହେରା କର୍ଣ୍ଣଙ୍କ ରୂପଟା ଥିଲା କେମିତି ସାରେ କର୍ଣ୍ଣ ରୂପ କେମିତି ଥିଲା ଦେଖି ପ୍ରଚଣ୍ଡ ପାଣ୍ଡବେ କବି ରାଜଶେଖର ଲିଖିତ ଲେଖିଲେ ପୁର ଦଞ୍ଚି ମରିଚି ରତ୍ନ ରଚନା ଚିତ୍ର ତନୋତ୍ର ତନ୍ନ
ତମେ ଏମିତି ପାଟି କରୁଛ ମୁଁ ଭାବୁଛି ମାଇକି ନିଉଛୁ ମାଇକି ହଉଛି ମୁଁ ତମେ ତ ଗୋଟେ ମାଇକି ନେ ସେଇଟା ବାବୁ ଗୋଟେ ମାଇକି ମୁଁ ହଉଛି ମାଇକି ହଉଛି ଜଣ ତ ଆଜ୍ଞା ତ୍ରିଦଶ କହିଲେ ଦେବତା ଚକ୍ଷୁଷ କହିଲେ ସୂର୍ଯ୍ୟ ଦେବତା ମାନଙ୍କ ଦ୍ଵାରା ସୂର୍ଯ୍ୟଙ୍କ ଠାରୁ କବଚ କୁଣ୍ଡଳ ଆଣି କାହାକୁ ପ୍ରଦାନ କରାଯାଇଥିଲା ସୂର୍ଯ୍ୟଙ୍କୁ ଦତ୍ତ କବଚ କୁଣ୍ଡଳକୁ ପିନ୍ଧିଛନ୍ତି କର୍ଣ୍ଣ ଇଏ କବଚ କୁଣ୍ଡଳ ଗୋଟାଏ ଜ୍ୟୋତି ଇଏ କର୍ଣ୍ଣଙ୍କ ଶରୀରର ଗୋଟାଏ ଜ୍ୟୋତି ଉଭୟ ଜ୍ୟୋତି ରିଫ୍ଲେକ୍ସନ ହୋଇ କେଉଁଠି ପଡୁଛି ପତନ ହିନ୍ଦୁ କହିଲେ ମୁଖ ଚନ୍ଦ୍ରମା ଇଏ ଦ୍ରୌପଦୀଙ୍କ ମୁଖ ଚନ୍ଦ୍ରମାରେ ରାଖି ଯାଉଛି ସ୍ୱୟଂ ପଶ୍ୟତି ସେ ଦେଖିଲେ ଦେଖିଦେଲେ ଦ୍ରୌପଦୀ ହେଲେ ସତରେ କି ରୂପସୀ ଲାବଣ୍ୟମୟ ପୁରୁଷକୁ ମୁଁ ପାରିବି ଗୋଟିଏ ପଦ ଆଜ୍ଞା କବି ହେଉଛନ୍ତି ରାଧାନାଥ ଗୋଟେ ତେଜିଆନ ପୁରୁଷ ସ୍ୱାମୀ ରୂପରେ ପାଇବା ପାଇଁ ସୁନ୍ଦରୀ କନ୍ୟାଟା ସହସ ରୂପରେ ହେଉ ଜ୍ଞାନରେ ହେଉ ଗୁଣରେ ହେଉ ପରମ୍ପରାରେ ହେଉ ଐଶ୍ୱର୍ଯ୍ୟରେ ହେଉ ନା କାହିଁକି କିଛି ତେଜ ଥିବାର ଅଛି ସେ ପୁରୁଷ ଆଜ୍ଞା ତମକୁ ମିଛ କଥା ସତ ସଦାବେଳେ ମୁଁ ବାହାରି ଗୋଟେ ବାହାରି ଆଜ୍ଞା ମୋ ଶ୍ୱଶୁର ନାରାଜି ମୋ ଶଳା ନାରାଜି ବାହାବାକୁ ମୋ ଆମ ମୋ ସ୍ତ୍ରୀ ପୁଅ କିନ୍ତୁ ତା ମନ ଥାଏ ଯାହା ତେଜାନ ପୁରୁଷ ସୁନ୍ଦର ପୁରୁଷ ଆଉ ସୁନ୍ଦର ପୁରୁଷକୁ ବାହାରିଲେ ତମେ ସୁନ୍ଦର ସୁନ୍ଦର ନା ସୁନ୍ଦର ପୁରୁଷ ରହେ ମୁଁ ସୁନ୍ଦର ଇଏ ମୁଣ୍ଡରେ ଆଜ୍ଞା ଚୂଳ ନାହିଁ ଆଉ ଲୋକ ତ ଯୋଉ ଭଳିଆ ପାଇଛ ପିଲାମାନେ ମୋର ଦେଖିଲେ ଅଣ୍ଠାରେ ଭିଟେଣା ହେଇକି ଡରିବେ ଆଏ କଣ হে କାଇଁ ହିକି ଆରେ ଓ ଟିଭି ଟିଭି କନକ ଟିଭି ଚାରି ଚାରି ଥର ଆମ ଦ୍ୱାର କାଇ କଣ ପାଇଁ ଆସିଲେଣି ଭାଇ ମୋ ଫଟୋ ଉଠେଇ ନବା ଫଟୋ ତମେ ଭାଇରାଲ ହେଇଛ ନା ତମ ଘରେ କେମିତି ସବୁ ଚ୍ୟାନେଲ ବାଲା ନ ଆସେ ଫଟୋ ଉଠେଇବେ ନା କ୍ୟାମେରା ବୟକୁ ଝିଅ ହଁ ଆପଣ କ୍ୟାମେରା ଭାଇ ଡାକୁଥିଲେ ରେ ହଁ ହଁ କିଡା ହଁ ଶୁଣ ଶୁଣ ଆଉ ତୁ ଖାତେ ଯିବି କଣ କହିବି ଟିକେ ତା ତିଆରି କରି ଦଉ ଆଜ୍ଞା ତେଣୁ ଆଜ୍ଞା ଗୋଟେ ତେଜସ୍ୱୀ ପୁରୁଷକୁ ସ୍ୱାମୀ ରୂପରେ ପାଇବା ପାଇଁ ଗୋଟେ ସୁନ୍ଦରୀ କନ୍ୟା ସବୁବେଳେ ଚାହେଁ କହିଲେ କି ଫୁଲ ରାଣୀ କମଳିନୀ ରବିକି ଥାନ୍ତା କରି ଫୁଲମାନଙ୍କ ମଧ୍ୟରେ ରାଣୀ ହଉଛି ପଦ୍ମ ରାଣୀ ହେଲେ କଣ ହେଲା ସୂର୍ଯ୍ୟ ତେଜିଆ ଥିବାରୁ ସୂର୍ଯ୍ୟ ସ୍ୱାମୀ ରୂପରେ କରିଛି ଆଜ୍ଞା ଆଜି ଦେଖିଦେଲେ ଦ୍ରୌପଦୀ ତାହେଲେ ଯାହା ହଉ ଆଜି କର୍ଣ୍ଣ ଆଗେଇ ଆସୁଛନ୍ତି ଲକ୍ଷ୍ୟ ଭେଦ କରିବା ପାଇଁ ଇଏ ବିଧାତା ପୁରୁଷ କଣ ମୋ ମନ କଥାକୁ ବୁଝିପାରିଲା କି ମନ କଥା କଣ ପ୍ରତ୍ୟେକ ପୁଅର ଝିଅର ମନ କଥା ଥାଏ ପ୍ରତ୍ୟେକ ବ୍ୟକ୍ତିର ପୁଅ ହୁଅନ୍ତୁ ଝିଅ ହୁଅନ୍ତୁ କିଛି ନା କିଛି ମନ କଥା ଗୋଟେ ଥାଏ ଗୋଟେ ବ୍ୟକ୍ତିଗତ ଭାବନା ତ ଥାଏ ନା ତମକୁ ଖୋଲି କହିବ ମତେ କହିବ ସେ ଯୋଉଠି ବାହାବା କଥା ମତେ କହିବ ଆଚ୍ଛା ଦ୍ରୌପଦୀଙ୍କର ସେଠି ଗୋଟେ ମନ କଥା ଥିଲା ତାଙ୍କ ବାପା ସିନା ଗୋଟେ ପ୍ରତିଯୋଗିତା ସଭା ଆୟୋଜନ କରିଥିଲେ କିନ୍ତୁ ଦ୍ରୌପଦୀ ସମ୍ପୂର୍ଣ୍ଣ ଭାବରେ ମନ ମଧ୍ୟରେ ଭଲ ପାଉଥିଲେ କର୍ଣ୍ଣଙ୍କ ପ୍ରତି ଦ୍ରୌପଦୀଙ୍କର ଥିଲା ଦୁର୍ବଳତା ଆଜି ସେଇ କର୍ଣ୍ଣକୁ ଯେତେବେଳେ ଦେଖିଦେଲେ ଲକ୍ଷ ଖେଦ ଉତ୍ସବରେ ଆଶା ମୋ ମନର କାମନା ନିଶ୍ଚିତ ପୂର୍ଣ୍ଣ ହେଇଛି ଦୁର୍ଦର ଧନୁ ହିତକୁ ରାଧାଞ୍ଚ ରାଧା ସୁତ କର୍ଣ୍ଣଙ୍କର ଗୋଟାଏ ନାଁ ଥିଲା ରାଧେୟଟା କାହିଁକି ହେଲା ରାଧେୟ ଯଥା ସମୟରେ ତମେ ପାଟିରେ କିଛି ଭରି ଦବ କର୍ଣ୍ଣଙ୍କର ଗୋଟାଏ ନାଁ ଥିଲା ରାଧେୟ ସମାଧାନ କରିବା କର୍ଣ୍ଣଙ୍କ ନାଁଟା କାହିଁକି ହେଲା ରାଧେୟ କହିଲେ ଓମ ସମତ ରାଜ୍ୟରେ ଶାରଦ ବାରେ ଡେରି
सुन नाही आज्ञा काली डाकिछंती मु 10टा पाई गली आई काली खेल खेल धरि तू से मु कहले हेटा बाप पाइले हेडी बाप पाइले हेडी बाप पाइले हेडी बाप पाइले हेडी बाप पाइले भाई तम स्त्री तम बापा डाकुଥିଲେ हमरा बाप पाइला तम बुझिबा भूल तम पुओ को बुझेଇବା ଛଳରେ तम स्त्री कहूଥିଲେ जे एइटे पुओ जे बापा आसे जड़े राजा हेले सुरेश आउ जड़े राजा हेले जड़े राजा सुख थिला बेले आउ जड़े राजा थिला दुख सुख थिला कहार पचरबा सुख थिला राजा सुरेश नगर ताको कोले संतान संतति थिले गोटी कन्या देवकी दैवकी कुंत पचंद कोड़े संतान सती नथिले कोन भलो भलो पोझ नथिले भलो भलो कथा अछि बांध मसुनी चलर दी पिरानिया भलो देखंतु सारे लघु चापा आसुची 7-8 दिन झड़ी हिया जदी होउची घरे किछ ना नाही घरे खाली बेसन थिबो तेल थिबो आ ग्यास थिबो ग्यास रे बसै दबु करे हां पकड़ी पुजे छाई दबु जोड़िया प्लेट आनिबु छोरो जोड़ा को तार दे खा देखिले ना बा स्वामी स्त्री दुई जन भितर खाइबाटा भलो हबो बोली कोन कहले पोझ नथिले भलो अरे एक पैसा कोन खंडणी मार करि आइतु भागवत करी हां कीर्तन करि आइतु चूड़ा घसा आटा मिर्चा आनितु ताकू राती रखितु राती पाइबो दी जना के ब्रश कर देबो ब्रश कर दे चकड़ी देबो तोर मिर्चा को तार मिर्चा खा के तो आ रखो चूड़ा घसा पोजे तो राती न पन खाली कहबो बा खाइबी मा खाइबी मा खाइबी मा खाइबी बापा मां कोन छुआ माने आलोचना करिबे खाइबा को मागिबे कौन खाइबा तो न ते दुजी नाही पिल्ला लागि पाला पान छ न मला आज जतमाने को घर के आलो के तोर तळे लुचिरा गेला पिल्ला लागि पाला पलाला सदार हाला को हे प्रभु सत्यनारायण अल्लाह हां देखते हेबे पिल्ला सेते पड़िबा हमरा पाला पाला वाला करे केबे कार मंगल चिंता कर पाला वाला करे ईश्वर मंगल कामना करंती हैं तर पिल्ला पाई पाला ओसा हम सब कहला जतमाने को घरे केते आनंद उत्सव पिल्ला पाई ना पिल्ला मैंने पडियो गीत पडिरो बाबा मां कोन कहू छ सुनाती ताको मां केते कथा भाबुथे उनी को भाई पाला होछि ओसा रे सुनो के उनी को मां कोन भाबी छ सुनत आगे ईश्वर तो हबो प्रसंग तो जीवा महाभारत प्रसंग आरंभ करछ तापर बापा मांगर कथा के पिल्ला मानकर कथा के दुई को कहबा पाला पर शिखण्य साइड दियो समाधि रहि हां बोले पानी के थोड़ पिलान से देखो उनी कोटिरो मां भाबी छथि खाली मौसा होई कहले मो को दिने बड़ हनो पाठशाला पढिबो मो को जिते बेले चुप करि छी हां हां मो घर एमती आउ दिने कहलियो काई की बाचा बाचिबो बाण फुटिबो धूमधाम रे हां ठुंडा लागियो भाई पानी पीजे पड़िबो मोटे सुना ना कि बहु आसीबो आ मो पूरा हाथ परसा खाई मुडी शांति रे निश्वास आमो गोड़ा हाथ बिहार तुम पे बिजनेस ना ना होगा चाकरी करू जहां भी रोजगार कम मो तो अवसर समय हे ना आप रोजगार करि पारू नहीं तो अवस्था से पहुंच मोर रोजगार खाई चंदन टिपाटिए मारी वाह वाह डाक्टर बस डॉक्टर कीर्तन करी हे प्रभु गेलो जहाने लता एक
ପରା ଦିରେ ଆଜ୍ଞା ତିଆ ମୋର ଦଳ ସବୁ ମୋଟ ପଦରୁ ବାପା ବୋଉ ଆଉ ଚାଲେ ଏଇଠି ମୋଟ ପଦରୁ କେତେ କଷ୍ଟ ପାଇଥିଲି ନା ମୁଁ କହିଲି ସେବା ତାଙ୍କର କରିବି ସେବା କରିଦେଲୁ ଧନ୍ୟବାଦ ପିତା ମାତା ଦେବତା ଜାଣିଛ ପିଲାମାନେ ମନ ଦେଇକି ଶୁଣ ଆଚ୍ଛା ପିଲାମାନେ ଟିକେ ହାତ ଟେକିଲ କଣ ପାଇଁ ସମସ୍ତେ ହାତ ଟେକିଲ ଆଚ୍ଛା ଯୋଉ ପିଲାମାନେ ପ୍ରତ୍ୟେକ ସକାଳୁ ବାପା ମାଙ୍କର ପାଦ ଛୁଇଁକି ପ୍ରଣାମ କରୁଛ କେବଳ ସେଇ ପିଲାମାନେ ହାତ ଟେକିଲ ଧନ୍ୟବାଦ ସତ କଥାଟି ବାପା ମାଙ୍କର ପାଦ ଛୁଇଁ ପ୍ରଣାମ କରୁଛୁ ସକାଳୁ ସେ ଭୁଲ ଆଉ ଆଜିଠୁ କେବେ କରିବନି ଆଉ କଣ କରିବି କାଲିକୁ ପୁଣି କରିବ ମୁଣ୍ଡରେ ପୋଛି ଦବ ନାଇଁ ଆଉ ପ୍ରତ୍ୟେକ ପିଲାମାନେ ମନ ଦେଇକି ଶୁଣ ଯୁବବନ୍ଧୁ ମାନେ ଧ୍ୟାନ ଦିଅ ଖାଇସାରିବା ପରେ ମାର ପଣତ କାନିରେ ସବୁବେଳେ ହାତ ପାଟି ପୋଛିବ ଏଇ ଯୋଉ କଥା ତମେ କହୁନ ଯାଇକି ମୋ ପୁତୁରା କରିବେ ପ୍ରିୟ ମୋ ପୁତୁରା କହିଲି ସେଇ କଥା ଟା ପୁଡ଼ିଥିବ କରିଲି ଆରେ ପୁଅ ନା କଣ କହୁଛ ବଡ଼ ବାପା ମୁଁ କହିଲି ଭାତ ଖାଇସାରିକି କୋଉଠୁ ପୋଛୁଛୁ ହଁ ହାତ ନା ମୁଁ ଟୁଆଲରେ ପୋଛୁଛି ମୁଁ କହିଲି ନାଇଁ ନାଇଁ ଆମ ସାର୍ କହୁଛନ୍ତି ମା ପଣତ କାନିରେ ପୋଛିବୁ ନା ବଡ଼ ବାପା ମା ମୋ ବୋଉ କଣ ଲୁଗା ପିନ୍ଧୁଛି ମୁଁ କହିଲି ଆଉ କଣ ପିନ୍ଧୁଛି ନା ମୋ ବୋଉ ନାଇଟି ପିନ୍ଧୁଛି ମୁଁ କହିଲି ହଉ ଏଇ ନାଇଟିରେ ପୋଛିଦେବୁ ଆଜିର ପାଳରେ ସମାଜ ପାଇଁ ସୁନ୍ଦର ବାର୍ତ୍ତା ପଦେ ଯୋଉ ମା ମୋ ଝିଅ ଜନ୍ମ କରିଛ ଯୋଉ ମା ମାନେ ମୋ ଝିଅ ଜନ୍ମ କରିଛ କେବେ ବି ନାଇଟ୍ ପିନ୍ଧିବେନି ନାଇଁ 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 କାରଣ ଗୋଟେ ହିନ୍ଦୁ ସମାଜର ନାରୀର ସବୁବେଳେ ମୁଣ୍ଡରେ ଓଢ଼ଣା ରହିବା ଦରକାର କଥା ଆଉ ତା ସନ୍ତାନ ପାଇଁ ତା ପଣତ କାନିଟା ପୁରା ଆବଶ୍ୟକ ଯେଡ଼େ ବଡ଼ ବିପଦ ଆସୁ ଷଡ଼ଯନ୍ତ୍ର ଆସୁ ମା କୋଳରେ ପୁଅ ବସିଛି ଆସୁରେ ବର୍ଷା ଆସୁ ଖରା ପଣତ କାନିରେ ତା ସନ୍ତାନକୁ ଏମିତି ଜାବୁଡ଼ି ଧରିବ ବାଟରେ କହେଉ କଣ୍ଟା ଭରା ସବୁ ବିପଦ ଦୂରେଇଛି ମାର ବିପଦ ସାତ ଘେରା ହୋଇ ମାର ପଣତ ସାତ ଘେରା ହୋଇ ରହିବ ତ ଦେହ ସାରାରେ ତୁ ମୋ ଆଖିର ତାରାରେ ତୁ ମୋ ଆଖିର ତାରା ତୁ ମୋ ଆଖିର ତାରାରେ ତୁ ମୋ ଆଖିର ତାରା ତୁ ଗୋଟିଏ ଗୋଟିରେ ମୋ ଗୋଟିଏ ହୀରା ତୁ ମୋ ଦୁଃଖ ରାତିର ଦୁଃଖ ଖରା ଆସୁରେ ବର୍ଷା ଖରା ପାତରେ କରେ କୋଟା ଭରା ମାର ପଣତ ସାତ ଘେରା ହୋ ମାର ପଣତ ସାତ ଘେରା ହୋ ରହିବ ତୋ ଦେହ ସାରାରେ ମୋ ଆଖିର ତାରାରେ ମୋ ଆଖିର ତାରା ମୋ ଆଖିର ତାରାରେ ମୋ ଆଖିର ତାରା ବସ୍ ତେଣୁ ଆଜ୍ଞା ଆକାରେ ମା ବୁଢ଼ୀ ରୋଷେଇ କରି ପାଣିର ମରାରେ ପଡ଼ି
ତମେ କହୁଛ ଗୀତ କଣ ଗାଇବ ଅରୁଆ ଭାତ ଡାଲି ସାର୍ ଶୁଣନ୍ତୁ ଖାଲି ଗୁଆ ଝିଅ ନୁହଁ ଆଜ୍ଞା ନଡ଼ିଆ ମୋ ଇଚ୍ଛାରେ ଇଂଲିଶରେ ପକାନ୍ତୁ ହଁ କି ହିନ୍ଦୀରେ ପକାନ୍ତୁ ସ୍ୱର ଯାହା ପକେଇବେ ମୁଁ ସବୁ ଷ୍ଟାଇଲ ମେକଅପ୍ କରିବି ବାସ୍ ଖାଅ ହବ ଆଜ୍ଞା ତାର ଦୁନିଆରେ ମା ବାପା ମା ପରି କେହି ନାହିଁ ଏଇ ନାଇଁ ସ୍ତ୍ରୀ ଯୋଉ ମାର କୋଳରେ ପୁଅଟେ କିମ୍ବା ଝିଅଟେ ନଥାଏ ସେ ମା କେତେ ଦୁଃଖ କେତେ ଯନ୍ତ୍ରଣାରେ ସଢିଯାଏ ଯଦି ପୁଅ କି ଝିଅ ଯୋଉ ସ୍ତ୍ରୀର ହେଲାନି ତାକୁ କାହିଁକି ରଖିବୁ ଖାଇବା ପିଇବା ଦେଇକି କଣ କରିବ ତାକୁ ହାଟ ପାଲ ଦେଖି ବିକି ଦବୁ ସେ କଣ ଗାଈ ଗୋଟେ ଗାଈ ଗୋବର ଆଣିକି ଲିପି ଦବା କି ଗୋବର ପାଣି ହେଲେ ଆ ଗୋବର ଲିପି ନାଇଁ ନାଇଁ ବଡ ମନ ଖରେ ପରମ ବନ୍ଧୁ ପ୍ରେସନ କଥା ପାଳିତା କନ୍ୟାଟେ ଗ୍ରହଣ କରିବ ଠିକ ସେ ପାଳିତା କନ୍ୟା ପରେ ଗ୍ରହଣ କରିଛନ୍ତି କୁମ୍ଭୀ ନାମୀ କନ୍ୟା ଦିନ ଦିନ ବଢି ଚାଲିଛନ୍ତି କୁମ୍ଭୀ କିଛି ଦିନ ପରେ କ୍ରୋଧୀ ଋଷି ଦୁର୍ବାସାଙ୍କର ଆଗମନରେ ରାଜପ୍ରସାଦ ଅତିଥି ସେବାକୁ ବସ୍ତବ୍ୟ ଧର୍ମ ସେବା କରିବ କିଏ একমাত্র পালিতা কন্যা কুন্তিকে নিয়োজিত করলে ঋষি সেবা এমনি সেবা কলে যে কুন্তি গহ্বর সম্পূর্ণ বৃত্ত হয়ে গেলে দুর্বাস খুশি হই গোটে জপামালা দিয়ে দেই সতে ইতিহাসে যাহা স্মরণ করিবে সিয়া সে তাঙ্ক নিকটে পৌঁছে ঋষি কালি দিয়া পরে কুন্তি বিচার কলে কলে মাটা কাম করে না বলে পরীক্ষা করিবে হঠাৎ কাহিনা আকাশ তো সন্তস্ত সময় করতে গিয়ে আমি ভাবে অচন্দ্র আদিত্য কি আদিত্য কইলে সূর্য বল সূর্য কর অন্য নাম আদিত্য জকেলে সূর্য সম্ভব হলে চাকরি গলে সূর্য মଣିষ বেলা না মু ভাব করি পালে প্রকৃতরে বশবর্তী হই বর্তমান মু जो ভুল করি বসি মো দ্বারা করে যাইতে ভুল কোনে এ সমাজরে जो ভুল পরিস্থিতি সৃষ্টি হেব তাকু সামনা করিবার সংসার তো যে কোনতে নিকটরে নাই দুনিয়া মতে পড়গিরি বলি কহিব মিলিব মতে পুরোটা হব বাবু কোন করি যথা শীঘ্র ঠিক আছে ডিউটি খন্ড কোঠি মিলিবন তোমার তো বেশ আস ये जीवटा में किछि किछि बड़ तो थाती तम बड़ कोन कर उड़ुड़ा উড়ুগুলা করি তোমার কোন জীব আপু বাহার করে বড় অভ্যাস স্বামী লাগলে ঘর কাটলি অভ্যাস আছে তোমার পিলা হই গছ বড় হলে সিলে না অভ্যাস পরিবর্তন করিব না হটে উঠে উঠে রাধা তো মাসিবাতে বিলম্ব কোন পাই কো যাইল দাদা কিছু জানে না আই লুকা পিন্ধিকা শিখিনি ডাকিবা সময় তুমি লুকা পড়া পিন্ধিব হ্যাঁ আগ ঘরে পিন্ধিকি বসিছি আউ ঘরে গলে লুকা পিন্ধিকি যাଉଛି মাস্টার রাধা সমস্যা লাগুছে বড় কথা কোন দেখুছ কো ওটা সেটা পিলা মানে ওই কি না 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 ये तो हम पाला मंच तमे जमुना नदी को चाहो এই দেখো कोन देखुछ मते को দেখো মনসা আসে कोन मन इच्छा আপনি अच्छा जीवड़े नहीं आसे मंच सब নাই তবে যাও না নাই তবে যাও না अरे भलो कथा कहउछ নাই নাই नहीं स्वामी जाई जमुना डुबी के मरु বড় বড় বর্ষা আছে মাল থাকি পড়েনি किते उन्नत चिंता करे परिवेश মহিলা কর আজ্ঞা এই পটে জোড়া যাও চাম পটে নাই তো বড় এই পড়ে জানা তো বড় এই লম্বা লম্বা যাও अच्छा
ଯାଉଛି ଗୋଟେ ଯାଉଛି ପରା ଆମର ପର୍ଦା ବଲାଗିରେ ଟ୍ରାକ୍ ଯାଉଛି ଗୋଲଗଡ଼ ତା ଭିତରେ ଅଛି ଜାଣି ନା ପଞ୍ଚ ସାରି ମୋତେ ନବେ ବସ ନାଇଁ ଇଏ ତ ଏମିତି ଅପୂର୍ବ ଦ୍ରବ୍ୟ ହେଇଛି ଯେ କହିଲେ ଆମ ଆଡେ ଇଏ ନାହିଁ ଗୋଟେ ନେଇଯିବେ ଏଠୁ ନାଇଁ କଥାରେ ମାନିକି ଦେଇଦିଅ ତାରି ପିଲା ବି କେତେ ଜାଣିଛି ହଁ ବାସ୍ ଏତ ସେତେବେଳେ ରେଳ ପହର ବାସ୍ ଦେଖା କଥା ଏବେ ଟ୍ରେନ କହୁଛ ଆଚ୍ଛା ट्रेन କଣ କହିଲେ କହିଲେ ମୋର ବୟସ ଅଛି ମୁଁ ଆଉ କାହାକୁ ପଡେ ସ୍ୱାମୀ ତମେ क्या ମତେ ସାରିବ ମୁଁ ମଞ୍ଚା କରେ ଠିକ ଅଛି ତମେ ଥାଅ ମୁଁ ନେଇ ଆସୁଛି ନା ଶୁଣିବେ କୋଣି କଚନ ଯାହା ହେବ ଆଲୋଚନ ପତିର ପ୍ରତିରେ ଗଲେ ସାନି ଘଟେ ହେଲେ କାଜି ଗଲା করে କାଟିଲ
ମୋ ମନ କଣ ହଉନଥିଲା ଛୁଆ ପିଲା 25 ବର୍ଷ ତଳୁ ଧରିବାକୁ ତମେ ମୋ ମନ କଥା କଣ ବୁଝିଛ ମୁଁ ଖାଲି ଏଠି କାଠ ଖାଲି ଅନଉଥିଲି ସବୁ ମା ମାନେ ତାଙ୍କ ଛୁଆ ପିଲାକୁ କାଢି ଅଙ୍ଗନବାଡି ପଠାଉଥିଲେ ଅଙ୍ଗନବାଡି ଛତୁଆ ଚୁଡା ଚାଉଳ ଛତୁଆ ଅଣ୍ଡା ବହି ଆଣୁଥିଲେ ଦିଦି ଅଣ୍ଡା ଦଉଥିଲେ ବହି ପ୍ରତ୍ୟେକ ଜାଗାରେ ମନା ହଉଛି ତମେ ସେ ସବୁ ଖାଅନି ତମେ ମା ଅଛ କଣ ଖାଇବେ ମୁଁ ଭାବୁଛି ତାକୁ ଲାଠିନି ଧରିଦବା ଲାକ୍ଟୋଜେନ୍ 1 ସିଏ ତମେ ଜାଣ ଅତି ସ୍ନେହର ସହିତ ଲାଳନ ପାଳନ ଦାୟିତ୍ୱ ନେଲେ ଅତି ରୋଗଗ୍ରସ୍ତ ଗାଥା ଆଜ୍ଞା ଅନ୍ତରେ ଅନ୍ତର୍ଜାମୀ ଚିନ୍ତା କରିଦେଉଛନ୍ତି ସତରେ ଆଜି ପର୍ଯ୍ୟନ୍ତ ପଡ଼ିକି ଝିଅଟି ନଥିଲା ଇଏ ହେଉଛି ଆମ ପାଇଁ ଆଶ୍ରୟ